ଖରଣିପଡ଼ା ଏମ୍ବିକେଙ୍କ ବିରୁଦ୍ଧରେ ଅଭିଯୋଗ ଆଣିଲେ ଗ୍ରାମବାସୀ। ଅନ୍ୟ ବ୍ଲକରେ ବିବାହ କରିଥିବା ଖରଣିପଡ଼ା ଏମ୍ବିକେ ଗାୟତ୍ରୀ ପ୍ରଧାନଙ୍କୁ କିପରି ପାତ୍ରପୁର ବ୍ଲକ ଖରଣିପଡ଼ା ଗ୍ରାମର ଏମ୍ବିକେ ଭାବରେ ଚୟନ କରାଯାଇଥିଲା ସେହି ବିଷୟରେ ସବିଶେଷ ତଥ୍ୟ ପ୍ରଦାନ କରିବା ପାଇଁ ପାତ୍ରପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ପାଖରେ ଲିଖିତ ଆବେଦନ କଲେ ଗ୍ରାମବାସୀ। ପାତ୍ରପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଲକ୍ଷ୍ମଣ ଚରଣ ସୋରେନ ଅନୁପସ୍ଥିତିରେ ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ବିଜୟ କୁମାର ପ୍ରଧାନଙ୍କୁ ଲିଖିତ ଆବେଦନ ପ୍ରଦାନ କରାଯାଇଛି। ଏହାର ନକଲ ବିପିସି ଓ ବିପିଏମଙ୍କୁ ମଧ୍ୟ ପ୍ରଦାନ କରିଥିବା ଦେଖିବାକୁ ମିଳିଛି। ଆବେଦନ ଅନୁସାରେ ଖରଣିପଡ଼ା ଗ୍ରାମର ଗାୟତ୍ରୀ ପ୍ରଧାନ ଗତ ଦିନରେ ଦିଗପହଣ୍ଡି ବ୍ଲକ ବୋମକେଇ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ କୁମ୍ବରଡ଼ା ଗ୍ରାମର ବସନ୍ତ ପ୍ରଧାନଙ୍କୁ ବିବାହ କରିଥିବା ବେଳେ ଦିଗପହଣ୍ଡି ବ୍ଲକ ବାସିନ୍ଦା ଗାୟତ୍ରୀ ପ୍ରଧାନଙ୍କୁ ପାତ୍ରପୁର ବ୍ଲକ ଖରଣିପଡ଼ା ଏମ୍ବିକେ ଭାବରେ କିପରି ଚୟନ କରାଯାଇଥିଲା। ଏଥିସହିତ ପାତ୍ରପୁର ବ୍ଲକ ପ୍ରଶାସନ ପକ୍ଷରୁ ଏହାର ପୁଙ୍ଖାନୁପୁଙ୍ଖ ତଦନ୍ତ କରି ଏହାର ସବିଶେଷ ତଥ୍ୟ ପ୍ରଦାନ କରିବା ପାଇଁ ସ୍ଥାନୀୟ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ପାଖରେ ଲିଖିତ ଆବେଦନ କରିଛନ୍ତି। ଲିଖିତ ଆବେଦନ ପତ୍ର ପ୍ରଦାନ ସମୟରେ ଗ୍ରାମର ରୂପେଶ ସେଠୀ, ଚୁମ୍ବନ ପ୍ରଧାନ, ପବିତ୍ର ସେଠୀ, ପ୍ରଦ୍ୟୁମ୍ନ ପ୍ରଧାନ, କାହ୍ନୁ ଚରଣ ପ୍ରଧାନ, ସାଗର ସେଠୀ, ହେମନ୍ତ ପ୍ରଧାନ ଓ ଋଷିକେଶ ବେହେରାଙ୍କ ସହିତ ବହୁ ଯୁବକ ଉପସ୍ଥିତ ଥିଲେ। ଅନ୍ୟ ପକ୍ଷରେ ଏହି ବିଷୟରେ ଏମ୍ବିକେ ଗାୟତ୍ରୀ ପ୍ରଧାନଙ୍କ ସହିତ ଯୋଗାଯୋଗ କରିବାରୁ ସେ କହିଛନ୍ତି ଯେ ମୋତେ ଫେବୃଆରୀ 24, 2014 ମସିହାରେ ଏମ୍ବିକେ ଭାବରେ ପ୍ରଗତି ପଞ୍ଚାୟତ ମହାସଂଘ ଖରଣିପଡ଼ା ପକ୍ଷରୁ ଏମ୍ବିକେ ଭାବରେ ଚୟନ କରାଯାଇଥିଲା। 2015ରେ ମୋର ବିବାହ ହୋଇଥିଲା। ମୋ ଉପରେ ଯେଉଁ ଅଭିଯୋଗ ଆସିଛି ତାହା ତଥ୍ୟ ବିହୀନ ବୋଲି କହିଛନ୍ତି। ଏନେଇ ପାତ୍ରପୁର ଗୋଷ୍ଠୀ ପ୍ରକଳ୍ପ ପରିଚାଳକ ବିପିଏମ୍ ବିଭୂତି ଭୂଷଣ ଦାସଙ୍କ ସହିତ ଯୋଗାଯୋଗ କରିବାରୁ ଏହି ବିଷୟରେ ଗ୍ରାମବାସୀ ଆବେଦନ କରିଥିବା ବେଳେ ଏହାର ତଦନ୍ତ କରି ତଥ୍ୟ ପ୍ରଦାନ କରାଯିବ ବୋଲି